ଆଜିର ପ୍ରସଙ୍ଗ ମନୋରଞ୍ଜନ, ଶିକ୍ଷା ଓ ସୂଚନାର ମାଧ୍ୟମ ଟେଲିଭିଜନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସୂଚନା, ଶିକ୍ଷା ଏବଂ ଜନମତକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ଟେଲିଭିଜନ। 1996 ମସିହା ଜାତିସଂଘ ସାଧାରଣ ପରିଷଦ ବୈଠକରେ ନଭେମ୍ବର 21 ତାରିଖକୁ ଟେଲିଭିଜନ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆମ ଦୈନନ୍ଦିନ ଜୀବନରେ ଟେଲିଭିଜନର ଗୁରୁତ୍ୱକୁ ମନେ ପକାଇ ଆଜି ବିଶ୍ୱବ୍ୟାପୀ ଟେଲିଭିଜନ ଦିବସ ପାଳନ କରାଯାଉଛି। ମନୋରଞ୍ଜନ ଶିଳ୍ପ କ୍ଷେତ୍ରରେ ଟେଲିଭିଜନ ଏକ ଅଗ୍ରଦୂତ ଭାବରେ ସ୍ୱୀକୃତି ପାଇଥିଲା। ଟେଲିଭିଜନକୁ ରେଡିଓର ଏକ ବିକଶିତ ରୂପ ଭାବରେ ବିବେଚନା କରାଯାଏ। 1959 ମସିହା ସେପ୍ଟେମ୍ବର 15 ତାରିଖରେ ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ଟେଲିଭିଜନ ପ୍ରସାରଣ କରାଯାଇଥିଲା। 1965 ମସିହାରେ ଟେଲିଭିଜନର ନିୟମିତ ଦୈନିକ ପ୍ରସାରଣ ଆରମ୍ଭ ହୋଇଥିଲା। ଏହି ପଦକ୍ଷେପ ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ ଦୂରଦର୍ଶନକୁ ଏକ ଉତ୍ସର୍ଗୀକୃତ ଟେଲିଭିଜନ ସେବା ପାଇଁ ପ୍ରତିଷ୍ଠା କରିପାରିଥିଲା। 1965 ମସିହାରେ ଦୂରଦର୍ଶନରେ ମାତ୍ର 5 ମିନିଟର ବୁଲେଟିନ୍ ଆରମ୍ଭ ହୋଇଥିଲା। 1967 ମସିହା ଜାନୁଆରୀ 26 ତାରିଖରେ ଦୂରଦର୍ଶନରେ କୃଷି ଦର୍ଶନ ନାମକ ଏକ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥିଲା। ଟେଲିଭିଜନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1927 ମସିହାରେ ଫିଲୋ ଟେଲର ଫାରନ୍ ସ୍ୱାର୍ଥ ନାମକ ଏକ 21 ବର୍ଷ ବୟସ୍କ ଉଦ୍ଭାବକ ଦୁନିଆର ପ୍ରଥମ ବୈଦ୍ୟୁତିକ ଟେଲିଭିଜନ ଉଦ୍ଭାବନ କରିଥିଲେ। କିନ୍ତୁ ସ୍କଟଲ୍ୟାଣ୍ଡର ଉଦ୍ଭାବକ ଜନ୍ ଲୋଗି ବେୟାର୍ଡ ଏ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ପ୍ରଥମ ରଙ୍ଗୀନ ଟିଭିର ଉଦ୍ଭାବନ କରି ସେ ବିଶ୍ୱ ମନୋରଞ୍ଜନ ଜଗତର ପରିଭାଷା ବଦଳାଇ ଦେଇଥିଲେ। କଳା ଧଳାରୁ ରଙ୍ଗୀନ ଏବଂ ବର୍ତ୍ତମାନର ସ୍ମାର୍ଟ ଟେଲିଭିଜନର ଚାହିଦା ବୃଦ୍ଧି ପାଇ ଚାଲିଛି। ପ୍ରଥମେ ଟେଲିଭିଜନ କେବଳ ମନୋରଞ୍ଜନର ଗୋଟିଏ ମାଧ୍ୟମ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଲୋକଙ୍କଠାରେ ସୂଚନା ପହଞ୍ଚାଇବା ସହ ନିଯୁକ୍ତି କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା। ଜଗତୀକରଣରେ ଟେଲିଭିଜନ ଏକ ବଡ଼ ଭୂମିକା ଗ୍ରହଣ କରିବା ସହିତ ଜନ ଆଦୃତିର ଶୀର୍ଷରେ ପହଞ୍ଚି ପାରିଥିଲା। ଟେଲିଭିଜନ ଏକ ଏଭଳି ଗଣମାଧ୍ୟମ ଯାହା ମନୋରଞ୍ଜନ, ଶିକ୍ଷା, ସମାଚାର, ରାଜନୀତି ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ସୂଚନା ପ୍ରଦାନ କରିଥାଏ। ଶିକ୍ଷା, ମନୋରଞ୍ଜନ ଏବଂ ସୂଚନାର ଏହା ଏକ ପ୍ରମୁଖ ସ୍ରୋତ ବୋଲି କୁହାଯାଇପାରେ। 1936 ମସିହାରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ BBC ପ୍ରଥମ କରି ବିଶ୍ୱରେ ଟେଲିଭିଜନ ପ୍ରସାରଣ ଆରମ୍ଭ କରିଥିଲା। ଭାରତରେ ପ୍ରଥମେ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବା ପରଠାରୁ ଦୂରଦର୍ଶନର ଶୁଭାରମ୍ଭ ହୋଇଥିଲା। ସେତେବେଳେ ସପ୍ତାହରେ 2 ଦିନ ପାଇଁ ଘଣ୍ଟାଏ ଲେଖାଏଁ ଟେଲିଭିଜନ ପ୍ରସାରଣ କରାଯାଉଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟ, ଟ୍ରାଫିକ୍, ରାସ୍ତା ଆଦି ବିଷୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହା ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଥିଲା। 1980 ମସିହା ଠାରୁ କ୍ରମଶଃ ଭାରତର ଟେଲିଭିଜନ ସଂଖ୍ୟା ବଢ଼ିବାରେ ଲାଗିଲା। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମଧ୍ୟରେ ସମସ୍ତଙ୍କୁ ଏକାଠି କରି ବାନ୍ଧି ରଖିବାରେ ଏହା ଏକ ପ୍ରମୁଖ ମାଧ୍ୟମ ପାଲଟିଲା। ଲୋକ ସମ୍ପର୍କ, ପାରିବାରିକ ସମ୍ପର୍କ, ଗୋଷ୍ଠୀ ସମ୍ପର୍କ ବୃଦ୍ଧିରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଭାରତର ଟେଲିଭିଜନ ନେଟୱାର୍କ ଏବେ ଦେଶବ୍ୟାପୀ 23 କୋଟି ପରିବାରର 90 କୋଟି ଲୋକଙ୍କୁ ସାମିଲ କରିପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 918ଟି ଘରୋଇ ସ୍ୟାଟେଲାଇଟ୍ ଚ୍ୟାନେଲ ଦେଶର ପ୍ରସାରଣ ଇକୋସିଷ୍ଟମକୁ ସୁଦୃଢ଼ କରିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପ୍ରସାର ଭାରତୀ ତତ୍ତ୍ୱାବଧାନରେ ଦେଶବ୍ୟାପୀ ଆଜି ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଟେଲିଭିଜନ, ବିଶ୍ୱ ବୁଝାମଣା ଓ ଶାନ୍ତି ପାଇଁ ଏକ ପ୍ରେରଣା। ଏହି ବିଷୟବସ୍ତୁ ଆନ୍ତର୍ଜାତିକ ଆଲୋଚନା, ସାଂସ୍କୃତିକ ଆଦାନପ୍ରଦାନ ଏବଂ ବୈଶ୍ୱିକ ଆହ୍ୱାନଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି କରିବାରେ ଟେଲିଭିଜନ ଶକ୍ତିକୁ ଗୁରୁତ୍ୱ ପ୍ରଦାନ କରୁଛି। ସଚେତନତା ବୃଦ୍ଧି ଏବଂ ପରିବର୍ତ୍ତନକୁ ଆପଣାଇବାରେ ପ୍ରୋତ୍ସାହନ ପ୍ରଦାନ କରିବାରେ ଟେଲିଭିଜନ ବିଶ୍ୱରେ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ପରିଗଣିତ ହୋଇଆସୁଛି। ଯୁଗ ପରିବର୍ତ୍ତନ ସହ ଟେଲିଭିଜନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଆସିଛି। ଇଣ୍ଟରନେଟ୍ର ଅଭିବୃଦ୍ଧି ଏହାର ଲୋକପ୍ରିୟତା ହୁଏତ କିଛି ମାତ୍ରାରେ ହ୍ରାସ କରୁଛି, ତେବେ ମଣିଷର ଜୀବନକୁ ଅଧିକ ସହଜ, ସୁନ୍ଦର ଏବଂ ସାବଲୀଳ କରିବାରେ ଯୁଗ ଯୁଗ ଧରି ଏହା ଏକ ଉପଯୋଗୀ ମାଧ୍ୟମ ହୋଇଆସିଛି। ଏପରିକି ଯେତେ ସବୁ ବୈଜ୍ଞାନିକ ଉଦ୍ଭାବନ ହୋଇଛି, ସେଥିରୁ ଟେଲିଭିଜନ ସବୁଠାରୁ ଜନାଦୃତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଇତିହାସର ଅବଲୋକନ ମାଧ୍ୟମରେ ମାନବ ସଭ୍ୟତାର ଆରମ୍ଭଠାରୁ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତ୍ୟେକ ଯାତ୍ରାର ଦୃଶ୍ୟାବଳୀ ଲୋକଙ୍କ ପାଖରେ ଟେଲିଭିଜନ ହିଁ ପହଞ୍ଚାଇ ପାରିଛି। କ୍ରୀଡ଼ା, ଗବେଷଣା, ନୂତନ ଚିନ୍ତାଧାରା, ସାମାଜିକ ପରିବର୍ତ୍ତନ ଏହିସବୁ ମାଧ୍ୟମରେ ସମାଜର ବିଭିନ୍ନ ବର୍ଗଙ୍କୁ ଟେଲିଭିଜନ ନୂତନ ଉନ୍ମାଦ ଭରିଦେଇ ଆସିଛି। ଏତିକି କୁହାଯାଇପାରେ, ସଭ୍ୟତା ଯାତ୍ରା ସହିତ ଟେଲିଭିଜନ ଏକ ଶକ୍ତିଶାଳୀ ମାଧ୍ୟମ ହୋଇ ରହିଆସିଛି। ଆମେ ଯୁଗ ସହ ତାଳ ଦେଇ ଆଗକୁ ବଢ଼ି ଚାଲିଲେ ମଧ୍ୟ ଟେଲିଭିଜନ ଆମ ସ୍ମୃତି ପଟଳରେ ଅଲିଭା ହୋଇ ରହିଥିବ।